ରଜ ପର୍ବ ଏଥରକ ରଜରେ କିଛି ସେଲିବ୍ରେସନ୍ କରିବାକୁ ଭଲ ଲାଗୁନଥିଲା, କିଛି ଏକ୍ସାଇଟମେଣ୍ଟ ହିଁ ନଥିଲା। କାରଣ ମୁଁ ଥିଲି ଓଡ଼ିଶାରେ, ହଠାତ୍ ଆସିକି ପହଞ୍ଚିଲୁ ଆମେ ବାଙ୍ଗାଲୋରରେ। ତ ବାଙ୍ଗାଲୋରରେ କି ରଜ ସେଲିବ୍ରେସନ୍ କରିବି? ଆଉ ଏଇ ଯେଉଁ ସବୁ ବର୍ଷ ରଜରେ ଯେଉଁ କାମ କଲା ବେଳକୁ ମୋତେ ମୋର ବୋଉ ବାପାଙ୍କ କଥା ଭାରି ମନେ ପଡ଼େ। କାରଣ ମୁଁ ଥିଲି ଘରର ସାନ, ବାପା ବୋଉ ତ ମୋତେ କିଛି କାମ କରିବାକୁ ଦିଅନ୍ତିନି, କି ଆମେ ଚାରି ଭଉଣୀ କୌଣସି କାମ କରୁନା। ଆଜି ସକାଳୁ ସକାଳୁ ଯେତେବେଳେ ସବୁ କାମ କରୁଥିଲି ଭାରି ମନ ଦୁଃଖ ହେଉଥିଲା। ମା ହଠାତ୍ ଆଜି ଫୋନ୍ କରିକି ମୋତେ ସକାଳୁ ପଚାରୁଛନ୍ତି, ନମିତା ସଜବାଜ ହେଲୁ କି ନାହିଁ? ମୁଁ ହଠାତ୍ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲି। ମା ମୋତେ ଆଜି କ'ଣ ଏମିତି ପଚାରୁଛନ୍ତି? ମୁଁ କହିଲି ନାଇଁ ମା, ସଜବାଜ ହେଇନି, ଟିକେ ରୋଷେଇବାସ କରୁଛି। ମା କହିଲେ ତୁ କାହିଁ କରୁଛୁ? ତୁ ଆଜି କୌଣସି କଟାବଟା କରିବୁନି, ସବୁ କହିବୁ ବବଲୁକୁ କରିବା ପାଇଁ। ଆଉ ବବଲୁଙ୍କୁ ତ ମୁଁ ଏଇସବୁ କାମ କେବେ କହେନି, କି ମୁଁ ତାଙ୍କୁ ଏମିତି କାମ କରିବା ବି ଦେଖିପାରିବିନି। ଏମିତି ଶାଶୁ ବୋହୂ ବହୁତ ସମୟ ଦୁଃଖ ସୁଖ ହେଲୁ। ମା ବି ତାଙ୍କର ବାପା ମାଆଙ୍କ କଥା କହୁଥିଲେ କି ତାଙ୍କ ବାପା ମା ତାଙ୍କୁ କୌଣସି କାମ କରିବାକୁ ଦେଉନଥିଲେ। ଏମିତି ଦୁଃଖ ସୁଖ ହେଇକି ନିଜର ଦୁଃଖ ଭୁଲିଗଲି। ଆଉ ଏଇଠି ଆମ ବବଲୁଙ୍କୁ ସବୁ ଅକେଜନ୍ରେ ଦରକାର ନୂଆ ଡ୍ରେସ୍। ସିଏ ଯେମିତି ମୋର ଛୋଟ ଛୋଟ ଖୁସି ମାନେ ଧ୍ୟାନରେ ରଖନ୍ତି, ମୋତେ ବି ତାଙ୍କର ଛୋଟ ଛୋଟ ଖୁସି ଟିକେ ଧ୍ୟାନ ରଖିବାକୁ ଭଲ ଲାଗେ। ସିଏ ବାହାରି ଗଲେ ଅଫିସ୍, କାରଣ ଆଜି ରଜରେ ସୋମବାର ଦିନ ସିଏ ସକାଳୁ ସକାଳୁ ଅଫିସ୍ ବାହାରିଲେ। ଆଉ ସିଏ ଗଲା ପରେ ମୁଁ ଚିନ୍ତାରେ ପଡ଼ିଗଲି, ଆଜି ମୁଁ ରଜ ସେଲିବ୍ରେସନ୍ କେମିତି କରିବି, ଆଉ କେମିତି ସ୍ପେଶାଲ୍ ମୋମେଣ୍ଟ କ୍ରିଏଟ୍ କରିବି। ସୁଖ ଦୁଃଖ ତ ଲାଇଫ୍ରେ ଲାଗି ରହିଥିବ, ସବୁ ଅକେଜନ୍କୁ ସେଲିବ୍ରେଟ୍ କରିବା ନିହାତି ଦରକାର। ଆପଣମାନେ ବି କରନ୍ତୁ। ହ୍ୟାପି ରଜ।